বিজেডির শোচনীয় পরাজয় পরে রাজনীতি ছাড়িলে ভিকে পাণ্ডিয়ান সক্রিয় রাজনীতির অবসর ঘোষণা করেছেন। আজ এনে এক 4 মিনিট 27 সেকেন্ডর ভিডিও রিলিজ করে একথা କହିଛନ୍ତି। রাজনীতি ছাড়িবা সহিত দলীয় কর্মীଙ୍କ নিকটরে ক্ষমা প্রার্থনা भी କରିଛନ୍ତି। আর রাজনীতি ছাড়িবা নেই ঘোষণা বেলে জারি করিଥିବା ভিডিওরে নিজ মুহরে নিজর প্রশংসা ମଧ୍ୟ କରିଥିଲେ। গত বর্ষ নভেম্বর 27 রে বিজেডিরে যোগ ଦେଇଥିଲେ পাণ্ডিয়ান। মাত্র 6 মাস বিজেডিরে রহিবা পরে আজ রাজনীতি ছাড়িଛନ୍ତି। ଏବେ ଅଧିକ ଆଲୋଚନା ପାଇଁ ଆମ ସହିତ ଯୋଡ଼ିଛନ୍ତି ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ। ଶ୍ରୀଯୁକ୍ତ ସାହୁ ଆପଣଙ୍କୁ ସ୍ୱାଗତ କରୁଛି ଓଟିଭିକୁ। ଶ୍ରୀଯୁକ୍ତ ସାହୁ, ଆପଣ ଇଏ କ'ଣ କହିବେ? କଥା ଦେଇ କଥା ରଖିଲେ କି ପାଣ୍ଡିଆନ? ଦେଖନ୍ତୁ, କଥା ଦେଇ କଥା ରଖିଲେ କହିବାଟା ମୁଁ ଭାବୁଛି ଠିକ ହବ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ଏବଂ ଦଳ ମଧ୍ୟରେ ତାଙ୍କ ଭୂମିକାକୁ ନେଇକି ଟିକେ ଶ୍ରୀଯୁକ୍ତ ସାହୁ ଆପଣଙ୍କୁ ଅଟକାଇବାକୁ ଚାହିଁବି। ଭିଡିଓ ବାର୍ତ୍ତାରେ କ'ଣ କହିଛନ୍ତି ପାଣ୍ଡିଆନ ଟିକେ ଶୁଣି ନେବା, ତାପରେ ଆଲୋଚନା ଜାରି ରଖିବା। And now consciously I decide to withdraw myself from active politics. I am sorry if I have hurt anyone in this journey. I am sorry if this campaign narrative against me has had a part to play with Biju Janata Dal's loss. I apologize to the entire Biju Parivar, including all the Karmis, for this. And my heartfelt gratitude to the lakhs and lakhs of Biju Parivar members whom I am associated with. ଆପଣ ଶୁଣୁଥିଲେ ଶ୍ରୀଯୁକ୍ତ ସାହୁ ପାଣ୍ଡିଆନ ଯେଉଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଇଏ ପାଣ୍ଡିଆନ ତାଙ୍କ ମନରୁ ଛାଡ଼ିଥିବା କଥା ଜଣାଉଛନ୍ତି। ଆପଣ ଯଦି ଦେଖିବେ ଭିଡିଓ ବାର୍ତ୍ତାରେ ନିଜର ପ୍ରଶଂସା ମଧ୍ୟ ଅନେକ କରିଛନ୍ତି ଛାଡ଼ିବା ସମୟରେ। ଦେଖନ୍ତୁ, କ୍ଷମା କାହିଁକି ମାଗିବେ ସେ ବିଜୁ ଜନତା ଦଳ କର୍ମୀ ମାନଙ୍କୁ? ଆଜ୍ଞା, କେବଳ ଏଇଥିପାଇଁ ଯେ ସେ ବର୍ତ୍ତମାନ ତାଙ୍କର ହୃଦବୋଧ ହେଇଛି ଯେ ବିଜୁ ଜନତା ଦଳ ଭିତରେ ଅନେକ କର୍ମୀ ଅନେକ ନେତାଙ୍କର ତାଙ୍କୁ ନେଇକରି ଆକ୍ରୋଶ ଅଛି ଏବଂ ସେ ଆକ୍ରୋଶ ରୁ ରକ୍ଷା ପାଇବା ପାଇଁ ଏଇ କ୍ଷମା ଯାଚନା କରୁଛନ୍ତି। ଏଇ ଯୋଉ ଲୋକ ଏଇ 4 ଦିନ ପୂର୍ବ ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରିଥିଲେ, ତାଙ୍କର ହର୍ତ୍ତାକର୍ତ୍ତା ଭାଗ୍ୟ ବିଧାତା ସାଜିଥିଲେ ଏବଂ ମୁଖ୍ୟଙ୍କ ପାଖକୁ ପହଞ୍ଚିବାକୁ ବାଟ ବନ୍ଦ କରିକି ରଖିଥିଲେ, ଯୋଉଥିପାଇଁ କି ତୃଣମୂଳ ସ୍ତରରେ କଣ ହଉଛି ତାଙ୍କର ଭୂମିକାକୁ ନେଇକିରି ଲୋକଙ୍କ ଭିତରେ କି ପ୍ରକାରର ପ୍ରତିକ୍ରିୟା ହଉଛି ସେଟା ଯେମିତି ମୁଖ୍ୟ ଜାଣି ନ ପାରିବେ ସେଥିପାଇଁ ସେ ବାଟ ବନ୍ଦ କରିକି ରଖିଥିଲେ। ବର୍ତ୍ତମାନ ଯେତେବେଳେ କାଲି ଆପଣ ଦେଖିଛନ୍ତି ଶଙ୍ଖ ଭବନରେ ଯୋଉ ପ୍ରକାରର ଯୁବ ବିଜୁ ଜନତା ଦଳ କର୍ମୀ ମାନଙ୍କର ସ୍ୱର ଶୁଭିଲା, ତାଙ୍କ ବିରୁଦ୍ଧରେ ନାରାବାଜି ହେଲା, ସ୍ଲୋଗାନିୟରିଂ ହେଲା, ତାପରେ ସେ ଆଭାସ ପାଇଯାଇଛନ୍ତି ଯେ ଏବେ ଅଧିକରୁ ଅଧିକ ନେତା ମୁହଁ ଖୋଲିବେ ତାଙ୍କ ବିରୋଧରେ। ଶ୍ରୀଯୁକ୍ତ ସାହୁ, ଆପଣ କହୁଛନ୍ତି ଯେ ଏ ଆକ୍ରୋଶରୁ ବର୍ତ୍ତିବା ପାଇଁ ଗୋଟେ ପ୍ରାୟୋଜିତ ଭିଡିଓ? ଇଏ ପ୍ରାୟୋଜିତ ତ କହିବି ନାହିଁ, କିନ୍ତୁ ବର୍ତ୍ତମାନ ସ୍ତରରେ ତାଙ୍କୁ ରାଜନୀତିରୁ ସନ୍ନ୍ୟାସ ଦବା କଥା କହିବା ଛଡା ଆଉ କଣ କରିପାରିଥାନ୍ତେ? ସେ କେମିତି ରକ୍ଷା ପାଇପାରିଥାନ୍ତେ? ଇଏ କେବଳ ବିଜୁ ଜନତା ଦଳ କର୍ମୀଙ୍କୁ କ୍ଷମା ମାଗିଛନ୍ତି, କିନ୍ତୁ ସେ ତା ପୂର୍ବରୁ କହିଥିଲେ ନିର୍ବାଚନ ପ୍ରଚାର ବେଳେ ଯେ ଯଦି 9 ତାରିଖ ଦିନ ମୁଖ୍ୟମନ୍ତ୍ରୀ 6ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଶପଥ ନ ନିଅନ୍ତି, ତାହେଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି। ତେଣୁକରି ସେ ଗୋଟେ ପଟେ ଇଆଡେ ନିଜକୁ ଆତ୍ମରକ୍ଷା ମଧ୍ୟ ଦେବାକୁ ଚେଷ୍ଟା କରୁଛନ୍ତି ଏବଂ ଅନ୍ୟ ପକ୍ଷରେ ଏକଥା ମଧ୍ୟ ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ଯାହା ମୁଁ କଥା ଦେଇଥିଲି ସେ ରଖିଲି। ତେବେ ଶ୍ରୀଯୁକ୍ତ ସାହୁ, ଆପଣ କ'ଣ ଭାବୁଛନ୍ତି ଇଏ ପରବର୍ତ୍ତୀ ସମୟରେ ଆଉ କୋଉ ଚରିତ୍ରରେ ଦେଖିବାକୁ ମିଳିପାରେ ଭିକେ ପାଣ୍ଡିଆନକୁ? କାରଣ ଆପଣ ଦେଖିଥିବେ ଅକ୍ଟୋବରରେ ଯେତେବେଳେ ଭିଆର୍ଏସ୍ ନେଲେ, ଆଇଏଏସ୍ ଅଫିସରରୁ ଭିଆର୍ଏସ୍ ନେଇକି ପୁଣି ରାଜନୀତିକି ଆସିଲେ, ରାଜନୀତି ପରେ ଆଉ କ'ଣ ଚରିତ୍ର ହେଇପାରେ ପାଣ୍ଡିଆନଙ୍କର? ଦେଖନ୍ତୁ, କଣ ବିଭିନ୍ନ ବିକଳ୍ପ ତାଙ୍କ ସାମ୍ନାରେ ଅଛି ଏବଂ ସେ କଣ ଭାବିଥିବେ, କଣ ଚିନ୍ତା କରୁଥିବେ ସେଟା ତ ଆମେ ଆକଳନ କରିବା ଠିକ ହବ ନାହିଁ। କିନ୍ତୁ ଏକଥା ମଧ୍ୟ ହେଇପାରେ, ମୁଁ କିଛି ଦିନ ତଳେ ଜଣେ ବରିଷ୍ଠ ଅଫିସରଙ୍କ ସାଙ୍ଗରେ କଥା ହଉଥିଲି, ସିଏ କହୁଥିଲେ ଯେ ସେଣ୍ଟ୍ରାଲ ସର୍ଭିସେସରେ ଏମିତି ବି କାଳେ ନିୟମ ଅଛି ଯେ ଜଣେ ଯଦି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥାଏ ଏବଂ 2 ବର୍ଷ ପରେ ଭିତରେ ଚାହେଁ ତାହେଲେ ଚାକିରିକୁ ମଧ୍ୟ ଫେରି ପାରିବାର ବ୍ୟବସ୍ଥା ଅଛି। ସେଥିପାଇଁ ହୁଏତ ଆବେଦନ କରିପାରନ୍ତି ଚାକିରିକୁ ଫେରିବା ପାଇଁ, କିମ୍ବା ଅନ୍ୟ କୌଣସି ତାମିଲନାଡୁ ଫେରି ଯାଇପାରନ୍ତି, ତାଙ୍କ ନିଜ ରାଜ୍ୟକୁ ଫେରି ଯାଇପାରନ୍ତି।
କିମ୍ବା ଅନ୍ୟ କୌଣସି ବ୍ୟବସାୟ ବା ଅନ୍ୟ କିଛି କରିପାରନ୍ତି ଏବେ କିଛି କହିବା ସମ୍ଭବ ହବନି। କିନ୍ତୁ ଗୋଟେ କଥା ନିଶ୍ଚୟ କହିହବ ଯେ ବିଜୁ ଜନତା ଦଳରେ ଆଉ କୌଣସି ପ୍ରମୁଖ ଭୂମିକାରେ ସେ ରହିଲା ଭଳି ମତେ ଲାଗୁନାହିଁ। ବର୍ତ୍ତମାନର ଯୋଉ ପରିସ୍ଥିତି ଏବଂ ଯୋଉ ପ୍ରକାରର ତାଙ୍କ ବିରୁଦ୍ଧରେ ଦଳ ମଧ୍ୟରେ ଅସନ୍ତୋଷ ଏବଂ ଆକ୍ରୋଶ ରହିଛି ସେଟାକୁ ସେ ସାମ୍ନା କରିକିରି ପୁଣି ଆଉ ଥରେ ଦଳରେ କୌଣସି ଭୂମିକା ଗ୍ରହଣ କରିବେ ये श्रीजुक्त साहू ये गोटे सामयिक भाव में विरति हो पारे कि पांड्यानकर ହଁ ତା ବି ହେଇପାରେ ତାର ମତେ ଏଇଥିପାଇଁ ଲାଗୁଛି କାହିଁକି ନା କାଲି ଆମେ ଦେଖିଛୁ ମୁଖ୍ୟମନ୍ତ୍ରୀ ଏତେ କଥା ହେଲା ପରେ ବି ଆଜ୍ଞା ଦଳ 24 ବର୍ଷ କ୍ଷମତାରେ ଥିବା ଦଳ ଅନେକ ପ୍ରଶଂସା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ଅନେକ ପ୍ରଶଂସା କରିଛନ୍ତି। ସେ ଜଣେ ବହୁତ କର୍ମଯୋଗୀ ମଣିଷ ଏବଂ କର୍ମଠ ମଣିଷ ବହୁତ କିଛି ଓଡିଶା ପାଇଁ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଏସବୁ କଥା ଯେହେତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ହୁଏତ ମୁଖ୍ୟମନ୍ତ୍ରୀ ତାଙ୍କୁ ଅନ୍ୟ କୌଣସି ଭୂମିକାରେ ରଖିବାର ତେବେ ये वीडियो जारी करी राजनीति छाड़ी पांड्यान बोली कहते बहुत बहुत धन्यवाद श्रीजुक्त साहू आपणकर आलोचना।